नमस्कार। आज ହେଉଛି ଅଗଷ୍ଟ 21 ତାରିଖ ଶୁକ୍ରବାର ଦିନ। ଚାଲନ୍ତୁ ଆଜି ଦିନର ବଡ଼ ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ଅହମ୍ମଦାବାଦ ଭାଗଲପୁର ମଧ୍ୟରେ ଚାଲିବ ନୂଆ ଅମୃତ ଭାରତ ଏକ୍ସପ୍ରେସ। ଅଗଷ୍ଟ 22ରୁ ନିୟମିତ ସେବା ଆରମ୍ଭ ସେବା ଟିକେଟ ବୁକିଂ। ଗୁଜରାଟ ଅହମ୍ମଦାବାଦରୁ ବିହାର ଭାଗଲପୁର ମଧ୍ୟରେ ଯାତାୟାତ ସହଜ କରିବାକୁ ନୂଆ ଟ୍ରେନ୍ ଆସୁଛି। ଏହି ଦୁଇ ସହର ମଧ୍ୟରେ ଅଗଷ୍ଟ 22ରୁ ନିୟମିତ ଭାବେ ଅମୃତ ଭାରତ ଏକ୍ସପ୍ରେସ ଗଡ଼ିବ। ଟ୍ରେନ୍ ପାଇଁ ଅଗଷ୍ଟ 19ରୁ ଆଗୁଆ ଟିକେଟ ବୁକିଂ ସେବା ସମ୍ପୂର୍ଣ୍ଣ ଆରମ୍ଭ ହୋଇସାରିଛି। ଦୀର୍ଘ ଦୁଇ ଯାତ୍ରୀଙ୍କ ପାଇଁ ଏହି ଆଧୁନିକ ଟ୍ରେନ୍ ଯାତ୍ରୀଙ୍କୁ ଅତି ସୁଲଭ ଓ ଦ୍ରୁତ କରିବ। ପରବର୍ତ୍ତୀ ଖବର, କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀ ମଝିରେ 9 ହାତୀ ଫସିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ହାତୀଙ୍କ ସୁରକ୍ଷା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି। ପାଣିପାଗ ବିଭାଗ ଆଗାମୀ 24 ଘଣ୍ଟା ପାଇଁ କେତେକ ଜିଲ୍ଲାକୁ ସତର୍କ ଆଲର୍ଟ ଜାରି କରିଛି। ପରବର୍ତ୍ତୀ ଖବର, ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟା ଆହୁରି ସହଜ ଓ ତ୍ୱରାନ୍ୱିତ। ମହିଳାମାନଙ୍କୁ ସିଧାସଳଖ ବ୍ୟାଙ୍କ ଖାତା ଆକାଉଣ୍ଟରେ ମିଳିବ ଆର୍ଥିକ ସହାୟତା। ରାଜ୍ୟ ସରକାର ସୁଭଦ୍ରା ଯୋଜନା ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ଦ୍ରୁତ କରିଛନ୍ତି। ଯୋଗ୍ୟ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବା ପାଇଁ ବ୍ୟବସ୍ଥା ହୋଇଛି। ଗ୍ରାମାଞ୍ଚଳରେ ସେବା ସମୃଦ୍ଧି ପାଇଁ ସ୍ୱତନ୍ତ୍ର ସେବା ଶିବିରମାନ ଆୟୋଜନ କରାଯାଉଛି। ଏହି ଯୋଜନା ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ପରିବାର ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ। ପରବର୍ତ୍ତୀ ଖବର, ଜାତୀୟ ଆଥଲେଟିକ୍ସ, ଓଡ଼ିଶାର କ୍ରୀଡ଼ାବିତ୍ ଚମକପ୍ରଦ ସଫଳତା। ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଆଣିଲେ ବଡ଼ ଗୌରବ। ଜାତୀୟ ସ୍ତରୀୟ ଆଥଲେଟିକ୍ସ ପ୍ରତିଯୋଗିତାରେ ଓଡ଼ିଶାର ଯୁବ ଆଥଲେଟ୍ମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଦୌଡ଼ ଓ ଟ୍ରାକ୍ ଇଭେଣ୍ଟରେ ଓଡ଼ିଆ ଖେଳାଳୀମାନେ ଏକାଧିକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ଖେଳାଳୀଙ୍କ ଏହି ଭଲ ସଫଳତା ପାଇଁ କ୍ରୀଡ଼ା ବିଭାଗ ଓ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଗ୍ରାମାଞ୍ଚଳରୁ ନୂଆ ପ୍ରତିଭା ବାହାର କରିବା ପାଇଁ ବିଶେଷ ତାଲିମ ଶିବିର ପରିଚାଳନା କରାଯାଉଛି। ପରବର୍ତ୍ତୀ ଖବର, ମହାକାଶ କ୍ଷେତ୍ରରେ ଇସ୍ରୋର ଅନ୍ୟ ଏକ ଐତିହାସିକ ସଫଳତା। ଆଡଭାନ୍ସ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ସଫଳତା ସହ ଉତ୍କ୍ଷେପିତ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ନିଜର ନୂଆ ଆଡଭାନ୍ସ ରୋବୋଟିକ୍ ସାଟେଲାଇଟ୍ ଲଞ୍ଚ କରିଛି। ଏହି ଉପଗ୍ରହ ପାଣିପାଗ ସମ୍ପର୍କ ସଠିକ୍ ପୂର୍ବାନୁମାନ ଓ ପ୍ରାକୃତିକ ଆଲର୍ଟ ପ୍ରଦାନ କରିବ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ସାମର୍ଥ୍ୟକୁ ବିଶ୍ୱ ସ୍ତରରେ ବହୁତ ପ୍ରଶଂସା କରିଛି। ଏହି ସଫଳତା ଦେଶର କୃଷି ଓ ନୌ ପରିବହନ ସେବାକୁ ଅଧିକ ଶକ୍ତିଶାଳୀ କରିବ। ପରବର୍ତ୍ତୀ ଖବର, ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସ୍କଲାରସିପ୍ ଓ ଏଆଇ ତାଲିମ ଘୋଷଣା। ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ମିଳିବ ଆର୍ଥିକ ଟେକ୍ ଶିକ୍ଷା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ମେଧାବୃତ୍ତି ଯୋଜନା ଆରମ୍ଭ ହୋଇଛି। ସରକାରୀ କଲେଜଗୁଡ଼ିକରେ କୃତ୍ରିମ ବୁଦ୍ଧିମତ୍ତା ଏଆଇ ଓ କୋଚିଂ ଶିକ୍ଷା ବାଧ୍ୟତାମୂଳକ କରାଯାଇଛି। ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଡିଜିଟାଲ ଲ୍ୟାପଟପ୍ ଓ ଟ୍ୟାବ୍ ବଣ୍ଟନ ପ୍ରକ୍ରିୟା ଚାଲିଛି। ଏହାଦ୍ୱାରା ରାଜ୍ୟରେ ଯୁବବର୍ଗ ଭବିଷ୍ୟତ ଆଇଟି ଚାକିରି ପାଇଁ ପ୍ରସ୍ତୁତ ହୋଇପାରିବେ। ପରବର୍ତ୍ତୀ ଖବର, ସେୟାର ବଜାରରେ ଜବରଦସ୍ତ ଉଛାଲ, ରେକର୍ଡ ସ୍ତରରେ ସେନ୍ସେକ୍ସ। ଭାରତୀୟ ଅର୍ଥ ବ୍ୟବସ୍ଥାରେ ନିବେଶଙ୍କ ଆସ୍ଥା ବୃଦ୍ଧି ବଢ଼ିଲା ରୋଜଗାର। ଭାରତୀୟ ସେୟାର ବଜାରରେ ସେନ୍ସେକ୍ସ ଓ ନିଫ୍ଟି ସୂଚକାଙ୍କ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ ଓ ବ୍ୟାଙ୍କିଂ ସେକ୍ଟରରେ ନିବେଶକମାନେ ପ୍ରଚୁର ଲାଭ ହାସଲ କରିଛନ୍ତି। ଓଡ଼ିଶାରେ ନୂଆ ଶିଳ୍ପ ଓ ଟେକ୍ନୋଲୋଜି ପାର୍କ ସ୍ଥାପନ ପାଇଁ ନିବେଶକମାନେ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଦେଶର ନୂତନ କର୍ମସଂସ୍ଥାପନ ସୃଷ୍ଟି ପାଇଁ ଶିଳ୍ପ କ୍ଷେତ୍ରରେ ନୂଆ ଆଶାର ସଞ୍ଚାର ହୋଇଛି। ପରବର୍ତ୍ତୀ ଖବର, ଓଡ଼ିଶାରେ ବିଶ୍ୱସ୍ତରୀୟ ଡାଟା ସେଣ୍ଟର ଓ ଆଇଟି ପାର୍କର ଶୁଭାରମ୍ଭ। ଭୁବନେଶ୍ୱରରେ 5000 ନୂଆ ଆଇଆଇଟି ଚାକିରି ସୁଯୋଗ ସୃଷ୍ଟି। ଭୁବନେଶ୍ୱରରେ ଏକ ବିଶାଳ ଆଧୁନିକ ଡାଟା ସେଣ୍ଟର ଓ ଆଇଆଇଟି ପାର୍କ ପ୍ରତିଷ୍ଠା ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ମେଧାବୀ ଯୁବକ ଯୁବତୀ 5000ରୁ ଅଧିକ ସିଧାସଳଖ ଚାକିରି ମିଳିବ। ଦେଶର ପ୍ରମୁଖ ଆଇଆଇଟି କମ୍ପାନୀଙ୍କୁ ଓଡ଼ିଶାରେ ନିଜର ଅଫିସ ଖୋଲିବାକୁ ନିଷ୍ପତ୍ତି ଦେଇଛନ୍ତି। ଏହାଦ୍ୱାରା ଓଡ଼ିଶା ପୂର୍ବ ଭାରତ ପ୍ରମୁଖ ଟେକ୍ନୋଲୋଜି ହବ୍ ପରିଣତ ହେବାକୁ ଯାଉଛି। ପରବର୍ତ୍ତୀ ଖବର, ଚାଷୀଙ୍କ ପାଇଁ ନୂତନ ଡିଜିଟାଲ କୃଷି ଯୋଜନା ଓ ସବସିଡି ଘୋଷଣା। ମୋବାଇଲ ଆପ୍ ଦ୍ୱାରା ଚାଷୀମାନେ ପାଇବେ ସିଧାସଳଖ ପାଣିପାଗ ମୋବାଇଲ ପରାମର୍ଶ। କୃଷି ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ ନୂଆ ଷ୍ଟାର୍ଟ କୃଷି ଆପ୍ର ଶୁଭାରମ୍ଭ କରାଯାଇଛି। ଚାଷୀମାନେ ନିଜ ମୋବାଇଲରେ ମାଟି ପରୀକ୍ଷା, ବିହନ, ସବସିଡି ଓ ବଜାର ଦର ବିଷୟରେ ଜାଣିପାରିବେ। ଜଳସେଚନ ଓ ସୌରଚାଳିତ ପମ୍ପ ସେଟ୍ ପାଇଁ 80% ପର୍ଯ୍ୟନ୍ତ ସରକାରୀ ସବସିଡି ପ୍ରଦାନ କରାଯାଉଛି। ଏହି ଯୋଜନା ଦ୍ୱାରା ରାଜ୍ୟର କୃଷକମାନଙ୍କ ଆୟ
ଦ୍ୱିଗୁଣିତ ହେବାରେ ସହାୟତା ମିଳିବ। ପରବର୍ତ୍ତୀ ଖବର ରାଜ୍ୟସ୍ତରୀୟ ନିଯୁକ୍ତି ମେଳା 10,000 ଯୁବକ ଯୁବତୀଙ୍କୁ ମିଳିବ ନୂଆ ନିଯୁକ୍ତି ପତ୍ର। ଦେଶ ବିଦେଶର 50ରୁ ଉର୍ଦ୍ଧ୍ୱ ପ୍ରମୁଖ କମ୍ପାନୀ କଲେ ସିଧାସଳଖ ଚୟନ। ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ମିଶନ ଦ୍ୱାରା ଆୟୋଜିତ ନିଯୁକ୍ତି ମେଳା ସଫଳତାର ସହ ଶେଷ ହୋଇଛି। ବିଭିନ୍ନ ବୈଷୟିକ ଓ ଅଣବୈଷୟିକ କ୍ଷେତ୍ରରେ 10,000ରୁ ଅଧିକ ଯୁବକ ଯୁବତୀଙ୍କୁ ଚାକିରି ମିଳିବ। ଦକ୍ଷତା ତାଲିମ ପାଇଥିବା ଯୁବକ ଯୁବତୀଙ୍କୁ ସ୍ୱତନ୍ତ୍ର ଆକର୍ଷଣୀୟ ଦରମା ପ୍ୟାକେଜ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଏହିପରି ନିଯୁକ୍ତି ମେଳା ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି।